Hello everyone, myself Dhansar Gugor and you are watching AHS Education YouTube channel. Before going to discuss about anything, I would like to say that please like, share and comment on my video and please subscribe my channel. Today I shall discuss about the function of education towards the nation বা রাষ্ট্র ପାଇଁ ଶିକ୍ଷାର କ'ଣ ସବୁ କାର୍ଯ୍ୟ ରହିଛି ଏବଂ ଯଦି ଆମେ ଦେଖିବାକୁ ଯିବା ତାହେଲେ ରାଷ୍ଟ୍ର ପାଇଁ ଶିକ୍ଷାର ବହୁତ ଗୁଡ଼ିଏ କାର୍ଯ୍ୟ ରହିଛି କିନ୍ତୁ ତନ୍ମଧ୍ୟରୁ ବହୁତ ଗୁଡ଼ିଏ କାର୍ଯ୍ୟ ଏମିତି ଅଛି ଯେଉଁଟା ସବୁଠାରୁ ଇମ୍ପୋର୍ଟାଣ୍ଟ ବୋଲିକି ମନେ କରାଯାଏ ଏବଂ ତେଣୁ ମୁଁ ସେଇ ଇମ୍ପୋର୍ଟାଣ୍ଟ କାର୍ଯ୍ୟ ଗୁଡ଼ାକୁ ବିଶେଷ ଭାବରେ ଏଠାରେ ବର୍ଣ୍ଣନା କରିବା ପାଇଁ ଚେଷ୍ଟା କରିବି ଏବଂ ଆଶା କରିବି ଯେ ଆପଣମାନେ ଠିକ ଭାବରେ ତାହା ବୁଝିପାରିବେ। ତେଣୁ ଏଇ ଯେଉଁ ଶିକ୍ଷାର କାର୍ଯ୍ୟ ଅଛି ରାଷ୍ଟ୍ର ପାଇଁ ତାର ଯେଉଁ ପ୍ରଥମ ଫଙ୍କସନ୍ସ ବା ଫାଷ୍ଟ ଯେଉଁ ଫଙ୍କସନ୍ସଟା ସବୁଠାରୁ ଇମ୍ପୋର୍ଟାଣ୍ଟ ରହୁଛି ସେଇ ଫଙ୍କସନ୍ସଟା ହେଉଛି ହେଲ୍ଦି ଟ୍ରେନିଂ ଅଫ୍ ଲିଡରସିପ୍ ବା ସୁସ୍ଥ ନେତୃତ୍ୱର ପ୍ରଶିକ୍ଷଣ ବୋଲିକି ତାକୁ କୁହାଯାଏ। ସୁସ୍ଥ ନେତୃତ୍ୱର ପ୍ରଶିକ୍ଷଣ ଏବଂ ସୁସ୍ଥ ନେତୃତ୍ୱ ବା ଆମେ ଯେମିତି ଜାଣିଛେ ଯେ ଗୋଟେ ଦେଶକୁ ଚଳିବା ପାଇଁ ହେଲେ ନିଶ୍ଚିତ ଭାବରେ ନେତୃତ୍ୱର ଆବଶ୍ୟକତା ପଡ଼ିଥାଏ ଏବଂ ଅନେକ ସମୟରେ ଅନେକ ବିପ୍ଳବ ଅନେକ ପ୍ରକାର ଯାହା କିଛି କୁହାଯାଇପାରେ କିମ୍ବା ଗୋଟେ ରାଷ୍ଟ୍ରକୁ ଶୃଙ୍ଖଳିତ ଅବସ୍ଥାରେ ରଖିବା ପାଇଁ ହେଲେ ନେତୃତ୍ୱର ଆବଶ୍ୟକତା ପଡ଼ିଥାଏ। ଗୋଟେ ରାଷ୍ଟ୍ରକୁ ଠିକ ଭାବରେ ଚଳିବାର ଆବଶ୍ୟକତାକୁ ହେଲେ ଯଦି ଆମେ ଦେଖିବା ତାହେଲେ ମଧ୍ୟ ନେତୃତ୍ୱର ଆବଶ୍ୟକତା ପଡ଼ିଥାଏ। କୌଣସି ପ୍ରକାର ବିପ୍ଳବ କରିବାକୁ ହେଲେ ମଧ୍ୟ ନେତୃତ୍ୱର ଆବଶ୍ୟକତା ପଡ଼ିଥାଏ। ନିଜର ଦେଶକୁ ଏହି ସାରା ବିଶ୍ୱରେ ସମସ୍ତ ଦେଶମାନଙ୍କ ଠାରୁ ଉପରକୁ ନେବା ପାଇଁ ହେଲେ ମଧ୍ୟ ନେତୃତ୍ୱର ଆବଶ୍ୟକତା ପଡ଼ିଥାଏ। ତେଣୁକରି ଯଦି ଆମେ ମୋଟାମୋଟି ଭାବରେ ଦେଖିବା ତାହେଲେ ଶିକ୍ଷା ଆମର ଦେଶରେ ଯେଉଁ ଗୋଟେ ସୁସ୍ଥ ନେତୃତ୍ୱ ବା ଶିକ୍ଷିତ ବା ଏଜୁକେଟେଡ୍ ଯାହାକୁ ଆମେ କହିପାରିବା ସେଇଭଳିଆ ନେତୃତ୍ୱର ବିକଶିତ କରୁଛି ଯିଏକି ଅନ୍ଧବିଶ୍ୱାସ ଦୂର କରିବ, ଯିଏକି ଜାତି ପ୍ରଥା ଦୂର କରିବ, ଯିଏକି ଏଇସବୁ ଅସମଞ୍ଜସ ଯାହା ନିଜ ଦେଶ ପାଇଁ ଖରାପ ସେସବୁ ଜିନିଷ ଗୁଡ଼ାକୁ ଦୂର କରିବାରେ ବିଶେଷ ଭାବରେ ସାହାଯ୍ୟ କରିବ। ଏବଂ ଦ୍ୱିତୀୟ ଫଙ୍କସନ୍ଟି ହେଉଛି ପ୍ରମୋସନ୍ ଅଫ୍ ନ୍ୟାସନାଲ ଇଣ୍ଟିଗ୍ରେସନ୍ ବା ଜାତୀୟ ସଂହତିର ବିକାଶ କରିବା। ଜାତୀୟ ସଂହତି କହିଲେ ହେଉଛି ବିଭିନ୍ନତା ଭିତରେ ଏକତା ସୃଷ୍ଟି କରିବା। ଯଥା ଆମେ ଯଦି ଉଦାହରଣ ସ୍ୱରୂପ ନେବା ତାହେଲେ ଭାରତ ଦେଶକୁ ଯଦି ନେବା ତାହେଲେ ଆମେ ଦେଖିବାକୁ ପାଇବା ଯେ ଏହି ଭାରତ ଦେଶ ହେଉଛି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏବଂ ଏହି ଦେଶ ଭିତରେ ଅନେକ ଗୁଡ଼ିଏ ଧର୍ମର ଲୋକମାନେ ବାସ କରନ୍ତି। ଯଦି ଆମେ ଉଦାହରଣ ସ୍ୱରୂପ ନେବା ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ମୁସଲିମ, ବୌଦ୍ଧ ବହୁତ ଗୁଡ଼ିଏ ଧର୍ମର ଲୋକ ବସବାସ କରନ୍ତି ଏବଂ ସେହି ଧର୍ମ ଭିତରେ ମଧ୍ୟ ଅନେକ ଗୁଡ଼ିଏ ଜାତିର ଲୋକ ବସବାସ କରନ୍ତି, ଅନେକ ଭାଷାଭାଷୀର ଲୋକ ବସବାସ କରନ୍ତି ଏବଂ ଯେହେତୁ ଅନେକ ଭାଷାଭାଷୀର ଲୋକ ସେ ଜାଗାରେ ଭାରତରେ ବସବାସ କରନ୍ତି ତେଣୁ ଆମେ କହିପାରିବା ଯେ ପ୍ରକୃତରେ ଏଇ ବିଭିନ୍ନତା ଅଛି ଭାରତ ଦେଶରେ କିନ୍ତୁ ଏଇ ବିଭିନ୍ନତା ଭିତରେ ଯେଉଁ ଏକତା ସୃଷ୍ଟି କରିବାର ଯେଉଁ ମାଧ୍ୟମ ଏଇଟା ଶିକ୍ଷାର ଏବଂ ଏଇ ଯେଉଁ ବିଭିନ୍ନତା ଭିତରେ ଯଦି ଆମେ ଏକତା ସୃଷ୍ଟି କରିପାରିବା ତାହେଲେ ଏଇଆ ହିଁ ହେବ ପ୍ରକୃତ ଜାତୀୟ ସଂହତି ଯିଏକି ଆମ ଦେଶର ପ୍ରଗତି ଦିଗରେ ଆମ ଦେଶର ବିକାଶ ଦିଗରେ ବିଶେଷ ଭାବରେ ସହାୟକ ହେବ। Another function of education towards the nation is promotion of emotional integration ବା ଆବେଗିକ ସଂହତିର ବିକାଶ କରିବା ଶିକ୍ଷାର ଗୋଟିଏ ବିଶେଷ କାର୍ଯ୍ୟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଯେମିତି ମୁଁ କହିଲି ଯେ ଆମ ଦେଶରେ ବିଭିନ୍ନ ପ୍ରକାର ଧର୍ମର ବିଭିନ୍ନ ପ୍ରକାର ଜାତିର ଲୋକ ବିଭିନ୍ନ ପ୍ରକାର ଭାଷାଭାଷୀର ଲୋକ ବସବାସ କରୁଛନ୍ତି ଏଇଆ ସତ। ସେମାନେ ନିଜର ଧର୍ମକୁ ପାଳନ କରନ୍ତୁ, ନିଜର ଜାତିର ପ୍ରଥାକୁ ମାନନ୍ତୁ, ନିଜର ସଂସ୍କୃତି ନିଜର ପରମ୍ପରା ସମସ୍ତେ ନିଜର ଭାଷାଭାଷୀକୁ ଠିକ ଭାବରେ ସମ୍ମାନ ଦିଅନ୍ତୁ, ସେଥିରେ କିଛି ଅତ୍ୟୁକ୍ତି ନାହିଁ। କିନ୍ତୁ ଆମେ ଯଦି ଦେଖିବା ତାହେଲେ ଯେତେବେଳେ ଦେଶକୁ କୌଣସି ପ୍ରକାର ବିପଦ ଆସୁଛି କିମ୍ବା କୌଣସି ପ୍ରକାର ଦେଶର ପ୍ରଗତିରେ ସମସ୍ତଙ୍କର ସାହାଯ୍ୟ ଦରକାର ପଡୁଛି ତାହେଲେ ନିଶ୍ଚିତ ଭାବରେ ସମସ୍ତେ ଏକ ହେଇକି କିଭଳି ଭାବରେ ଦେଶକୁ ସାହାଯ୍ୟ କରିବେ ତାହାକୁ କୁହାଯାଉଛି ଆବେଗିକ ସଂହତି ଏବଂ ଏହି ଆବେଗିକ ସଂହତି ଦ୍ୱାରା ସମସ୍ତେ ନିଜର ଭିନ୍ନତା ନ ଦେଖିକି ସମସ୍ତେ କେବଳ ଗୋଟିଏ ଦିଗକୁ ଦେଖିବା କଥା ଯେ ଆମେ ସମସ୍ତେ ହେଉଛି ଏଇ ରାଷ୍ଟ୍ରର ବା ଗୋଟିଏ ରାଷ୍ଟ୍ରର ଏବଂ ଏଇ ରାଷ୍ଟ୍ର ହେଉଛି ଆମର ମା ଏବଂ ଏଇ ରାଷ୍ଟ୍ରକୁ ଆମେ କିଭଳି ଭାବରେ ବିକାଶ ଦିଗ ଆଡ଼କୁ ଗତି କରାଇବା ସେଇଟା ରାଷ୍ଟ୍ରର ଲକ୍ଷ୍ୟ ହେବା ଏଇ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ହେବା ଦରକାର ଏବଂ ଏଇ ସବୁ ଜିନିଷ ସେତେବେଳେ ହିଁ ସମ୍ଭବ ଯେତେବେଳେ ସମସ୍ତେ ଶିକ୍ଷିତ ହେବେ। ତେଣୁକରି ଆମେ କହିପାରିବା ଏବଂ ନିଶ୍ଚିତ ଭାବରେ କହିପାରିବା ଯେ ପ୍ରକୃତରେ ଶିକ୍ଷା ରାଷ୍ଟ୍ରକୁ ଆବେଗିକ ସଂହତି ପ୍ରଦାନ କରିବାରେ ବିଶେଷ ଭାବରେ ସାହାଯ୍ୟ କରୁଛି, ବିଭିନ୍ନତା ଭିତରେ ଏକତା ସୃଷ୍ଟି କରୁଛି। ତେଣୁକରି ଶିକ୍ଷାର ବିଶେଷ ଭାବରେ ଭୂମିକା ରହିଛି ବୋଲିକି କୁହାଯାଇପାରିବ। Another function of education towards the
ନେସନ୍ ଇଜ୍ ଫ୍ୟାସିଲିଟେସନ୍ ଅଫ୍ ମଡର୍ଣ୍ଣାଇଜେସନ୍ ବା ଆଧୁନିକୀକରଣର ବିଶେଷ ଭାବରେ ବିନିଯୋଗ ବା ଆଧୁନିକୀକରଣର ପ୍ରୟୋଗ କରିବା ଶିକ୍ଷାର ଗୋଟିଏ ରାଷ୍ଟ୍ରପତି ନିହାତି ଭାବରେ କାର୍ଯ୍ୟ ରହୁଛି। କାରଣ ଯଦି ଆମେ ଦେଖିବାକୁ ଯିବା ତାହେଲେ ଦିନକୁ ଦିନ ଏଇ ପ୍ରକୃତି ଚେଞ୍ଜ ହେଉଛି, ଦେଶ ବିଦେଶର ମାହୋଲ ଚେଞ୍ଜ ହେଉଛି ଏବଂ ଯଦି ଆମେ କହିପାରିବା ତାହେଲେ ଆବଶ୍ୟକତା ଚେଞ୍ଜ ହେଉଛି। ଦିନ ଥିଲା ଆମେ ଶଗଡ଼ ଗାଡ଼ିରେ ମଧ୍ୟ କାମ କରିପାରୁଥିଲେ, ଦିନ ଥିଲା ହଜାର ହଜାର ଲେବର କ୍ଷେତକୁ ଯାଇକି ସେମାନେ ତାଙ୍କର କାର୍ଯ୍ୟ କରୁଥିଲେ, କିନ୍ତୁ ବର୍ତ୍ତମାନ ସେ ସମୟ ନାହିଁ। ବର୍ତ୍ତମାନ ଖାଇବା ଲୋକ ବିଶେଷ ଭାବରେ ଅଛନ୍ତି ଏବଂ ଯଦି ଆମେ ଦେଖିବା ତାହେଲେ ବଞ୍ଚିବା ଲୋକ ବହୁତ ବିଶେଷ ଭାବରେ ଅଛନ୍ତି, କିନ୍ତୁ ଯେଉଁ ଚାଷ କରିକି ଲୋକମାନଙ୍କୁ ଦେବା ଲୋକ ବହୁତ କମ୍। ତେଣୁ କରିକି ଯଦି ଆମେ ଦେଖିବା ତାହେଲେ କେବଳ ଯଦି ଆମେ ପୁରୁଣା ପଦ୍ଧତିକୁ ଅବଲମ୍ବନ କରିବା ତାହେଲେ ମଧ୍ୟ କରିହେବ ନାହିଁ, ଚାଷ ଠିକରେ କରିହେବ ନାହିଁ, ସମସ୍ତଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରିହେବ ନାହିଁ। ତେଣୁକରି ଶିକ୍ଷା ଦ୍ୱାରା ଧୀରେ ଧୀରେ ପରିବର୍ତ୍ତନ ଆସିଲା ଏବଂ ଶଗଡ଼ ଗାଡ଼ିରୁ ଟ୍ରାକ୍ଟର ତିଆରି ହେଲା, ଟ୍ରାକ୍ଟର ଗାଡ଼ିରୁ ଟ୍ରକ୍ ତିଆରି ହେଲା। ଏଇଭଳି ଭାବରେ ଧୀରେ ଦିନକୁ ଦିନ ଆମେ ଆଧୁନିକକରଣକୁ ବିଶେଷ ଭାବରେ ଆପଣେଇ ନେଉଛୁ ଆମ ଦେଶର ବିକାଶ ଦିଗରେ ଏବଂ ପରିବର୍ତ୍ତନ ଦିଗରେ। ତେଣୁକରି ଆମେ କହିପାରିବା ଯେ ଶିକ୍ଷାର ଆଧୁନିକୀକରଣରେ ବିଶେଷ ଭାବରେ ସାହାଯ୍ୟ ରହୁଛି। ଆନାଦର ପଏଣ୍ଟ ଇଜ୍ କନସିୟସନେସ୍ ଅଫ୍ ଏନଭାରମେଣ୍ଟ। ଯେକୌଣସି ଦେଶ ହଉ କିମ୍ବା ଯେକୌଣସି ରାଷ୍ଟ୍ର ହଉ, ଯଦି ଆମେ ଦେଖିବାକୁ ଯିବା ତାହେଲେ ଯେଉଁ ରାଷ୍ଟ୍ରର ପରିବେଶ ଯେତେ ସୁନ୍ଦର, ଯେତେ ଭଲ, ଯେତେ ସ୍ୱଚ୍ଛ, ସେହି ରାଷ୍ଟ୍ର ସେତେ ଅଧିକ ଉନ୍ନତି କରୁଛି ବୋଲିକି ଧରାଯିବ। ଏବଂ ଯଦି ଆମେ ଦେଖିବା ଏଇ ପରିବେଶଟା ସାଧାରଣତଃ ଭାବରେ ଖିତ୍ ଅଫ୍ ତେଜ ମରୁତ ବ୍ଯୋମ এই 5টি তত্ত্বরে তৈরি হয়েছি এবং এই 5টি তত্ত্ব ভিতর যদি কোনসি গোটিয়ে তত্ত্ব মধ্যে যদি ডিস্টর্ব হেলা বা প্রোবলেম আসিলা গোটিয়ে তত্ত্বের মধ্যে তাহলে মধ্যে এই সারা পৃথিবীর ধ্বংস হেবার সম্ভাবনা আছে। তেণুকরি শিক্ষা বিশেষ ভাবে ধ্যান দেউছে এই দিগরে, কারণ গোটিয়ে রাষ্ট্রর যদি পরিবেশ ঠিক নাই তাহলে কেবে বেলে বি সে রাষ্ট্র উন্নতি করে পারিব নাই। এবং প্রথম কথা যদি আমি দেখিবা তাহলে কেবল এই যে ଆମେ ଦେଖୁଛେ ଆମ ଚାରିପାର୍ଶ୍ୱରେ ଏଇଟା କେବଳ ଆମର ପରିବେଶ କହିଲେ ହବ ନାହିଁ। ଆମର ପରିବେଶ ଭିତରେ ଆଉ ମଧ୍ୟ ବହୁତ ଗୁଡ଼ିଏ ଜିନିଷ ଆସୁଛି ଏବଂ ଯେମିତି ଆମେ କହିପାରିବା ଯେ ସେଇ ପରିବେଶ ଭିତରେ ଯେଉଁ ଆଉ ବହୁତ ଗୁଡ଼ିଏ ଜିନିଷ ଆସୁଛି ତନ୍ମଧ୍ୟରୁ ଆମର ସାମାଜିକ ପରିବେଶ, ଆମର ସାରା ଦେଶର ପରିବେଶକୁ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦେଉଛି ଶିକ୍ଷା। ତେଣୁକରି ଶିକ୍ଷାର ଏଇ ଦିଗରେ ବିଶେଷ ଭାବରେ ଭୂମିକା ରହୁଛି। ଏବଂ ଯେଉଁ লাস্ট জিনিসটা আছে বা লাস্ট ফংশনটা আছে সেইটা হচ্ছে প্ল্যানিং ফর ন্যাশনাল ডেভেলপমেন্ট বা কোণ কলে রাষ্ট্রর বিকাশ সম্ভব হব সেইটা সবুঠু হচ্ছে ইম্পর্টান্ট। তেণুকরি শিক্ষা বিশেষ ভাবে এই দিগরে আমକୁ সাহায্য করুছি। তেণুকরি আমি কহিপারিবা এই যে 6টা ফংশন মু কহিলি এই 6টা ফংশন ହେଉଛି ଶିକ୍ଷାର ସବୁଠାରୁ ମୋଷ୍ଟ ଇମ୍ପୋର୍ଟାଣ୍ଟ ଫଙ୍କସନ୍ସ ଫର state, for our state. So I hope you can understand easily about this subject matter and you can understand clearly about this subject matter বা ମୁଁ ଆଶା କରୁଛି ଆପଣମାନେ ଠିକ ଭାବରେ ବୁଝିଥିବେ। ଯଦି ଆପଣଙ୍କୁ এই ভিডিওটা ঠিক লাগিলা তাহলে ଆପଣ দয়াকରି প্লিজ লাইক করিবে, যদি কোনসি প্রকার ডাউট থাকে তাহলে দয়াকরি কমেন্ট করিবে এবং ମୁଁ ଆଶା କରିବି ଯେ ଆପଣ ଅନ୍ୟ ଷ୍ଟୁଡେଣ୍ଟ ମାନଙ୍କୁ ମଧ୍ୟ এই ଭିଡିଓଟା ସେୟାର କରିବେ, ଯଦ୍ୱାରା କି ସମସ୍ତେ ଶିକ୍ଷିତ ହେବା ପାଇଁ ଚେଷ୍ଟା କରିବେ ଏବଂ ତା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷିତ କରିବା ପାଇଁ ଚେଷ୍ଟା କରିବେ, ଯାହାଦ୍ୱାରା ଦେଶର ପ୍ରଗତି ହେବ। ଏବଂ ଶେଷରେ ଏତିକି କହିବି ଯେ ପ୍ଲିଜ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଧନ୍ୟବାଦ।